ଜାନୁଆରୀ 18 ସାରା ରାଜ୍ୟରେ ହେବ ପକ୍ଷୀ ଗଣନା। ଫ୍ଲେମିଙ୍ଗୋର ପ୍ରକୃତ ଦେଶକୁ ଖୋଜିବ ବନ ବିଭାଗ। ନୂଆବର୍ଷରେ ହେବ ପକ୍ଷୀ ଗଣନା। ଆସନ୍ତା ଜାନୁଆରୀ 18 ପକ୍ଷୀ ଗଣନା କରିବେ ରାଜ୍ୟ ସରକାର। ପ୍ରଥମ ଥର ପାଇଁ ଗୋଟାଏ ଦିନରେ ସାରା ରାଜ୍ୟରେ ଏକା ସଙ୍ଗେ ଏହି ଗଣନା କାର୍ଯ୍ୟ କରାଯିବ। ଏନେଇ ଜାନୁଆରୀ 16 ତାରିଖରେ ପ୍ରକ୍ରିୟା ଆରମ୍ଭ ହେବ। ଏଥର ପକ୍ଷୀ ଗଣନାର ଫୋକସରେ ରହିବ ଫ୍ଲେମିଙ୍ଗୋ ପକ୍ଷୀର ଗତିବିଧି। ସେମାନେ ପ୍ରକୃତ କେଉଁ ଦେଶରୁ ଆସୁଛନ୍ତି ତାହା ଜାଣିବାକୁ ସେମାନଙ୍କ ଗୋଡ଼ରେ ଲଗାଯିବ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ। କେଉଁ ଦେଶରୁ ଚିଲିକାକୁ ଆସୁଛନ୍ତି ଫ୍ଲେମିଙ୍ଗୋ? ପ୍ରକୃତରେ ସାଇବେରିଆ ନା ଅନ୍ୟ କୌଣସି ଦେଶରେ ରହିଛି ଫ୍ଲେମିଙ୍ଗୋର ଠିକଣା? ଏସବୁ ସ୍ପଷ୍ଟ କରିବ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ। ଜାନୁଆରୀ 18ରେ ସାରା ରାଜ୍ୟରେ ଏକା ସଙ୍ଗେ ହେବାକୁ ଥିବା ପକ୍ଷୀ ଗଣନାରେ ଫ୍ଲେମିଙ୍ଗୋର ପ୍ରକୃତ ଦେଶକୁ ଖୋଜିବ ବନ ବିଭାଗ। ପକ୍ଷୀ ଗଣନା ପରେ 10ଟି ଫ୍ଲେମିଙ୍ଗୋଙ୍କ ଗୋଡ଼ରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଖଞ୍ଜାଯିବ। ସେମାନେ ଶୀତ ପରେ କେଉଁ ଦେଶକୁ ଫେରୁଛନ୍ତି ତାହା ଏହି ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଦ୍ୱାରା ସ୍ପଷ୍ଟ ହୋଇଯିବ। ଚିଲିକା ହ୍ରଦର ଚତୁଃପାର୍ଶ୍ୱରେ ଥିବା ମଙ୍ଗଳାଯୋଡ଼ି, ଭୂଷୁଣ୍ଡପୁର, ବାଲିପାଟପୁର, ନଈରୀ, ବଉଳାବନ୍ଧ, ବଡ଼ଗୋଠ, ଟୁଆଗମ୍ଭୀର, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦି, ସୁନନ୍ଦା ଓ କାଲୁରୀ ଆଦି ଅଞ୍ଚଳରେ ଥିବା ଜଳାଶୟକୁ ବିଦେଶୀ ପକ୍ଷୀ ଆସିଥାନ୍ତି। ପ୍ରତି ଜଳାଶୟରେ ଗୋଟିଏରୁ ଦୁଇଟି ଫ୍ଲେମିଙ୍ଗୋଙ୍କ ଗୋଡ଼ରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଇବାକୁ ଯୋଜନା କରିଛି ବନ ବିଭାଗ। ଶୀତ ଋତୁର ଆରମ୍ଭରେ ଓଡ଼ିଶାର ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀମାନଙ୍କ ସମାଗମ ହୋଇଥାଏ। ଏହି ଜଳାଶୟଗୁଡ଼ିକ ଗତ ନଭେମ୍ବର ଶେଷ ସୁଦ୍ଧା 4,94,366ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଛି। ସେଥିରୁ କେବଳ ଚିଲିକାର ନଳବଣରେ 2,17,170ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି। ସେମାନଙ୍କୁ ଟେଲିସ୍କୋପ, ବାଇନାକୁଲାର ସମେତ ସ୍ପଟସ୍କୋପ ଜରିଆରେ ଟ୍ରାକିଂ କରାଯିବ। ଏହାପରେ ସାମ୍ପଲିଂ ଜରିଆରେ ପକ୍ଷୀ ଗଣନା କରାଯିବ।